नमस्कार नमस्कार। जय जगन्नाथ। आज अध्याय को आपण मानक स्वागत। 19 अध्याय। गंगा कूଳରେ उपवासी होई रहन्ते राजा आसी, तहीं मिलिले शुक मुनि। 19 एही बाणी। सुत कहन्ति अनुरागे, सौनक आदि ऋषि आगे। सुत उवाच से मही पति परीक्षित, चिंता निमग्न दुख चित। एकांते बसी विचारई, निंदित कर्म कली मुहि। अर्जित कर्म बस होई, गुरु जे सने शिक्षा देई। अनार्य प्राणी व्यवहार, कुकर्म कली ए संसार। निर्दोष ब्राह्मणर गले, सर्प मु देली धनु हुळे। निश्चल जोगे तार ध्यान, न जानी हेली हत ज्ञान। देव हेलन कर्म कली, निकटे संकट लभिली। ए पाप विनाशन हेतु, बेगे विधाता मोते चिंतु। ये कर्म पूर्ण मुझे मनते, केबे हे न कल्पई जीते। ब्राह्मण क्रोध दावानल, ए मोर राज्य धन बल। आत्मार संगे दहु मोते, ए कर्म न करे जे मनते। गोदिज देवं कहि सने, दुर्बुद्धि न स्फुरु मो मने। एमन्ते विचारु विषादे, वृत्तान्त शुभे जनबादे। उरग ब्राह्मणर गले, राजा जे देला धनु हुळे। तार बालक शाप देला, तक्षक दंशी भवइला। शपथ दिन शेष काले, राजांकु दंशी बसे बळे। हेमंत जन मुखु शुणी, मने सानंद नृपमणि। बोले ए मते बेगे खाऊ, ए मोर कूले ताप नोहु। जेमन्ते इह परलोके, मरणे न पड़ई दुखे। एमंत निश्चय विचारी, राजसंपद परिहरी। चिंतिला कृष्ण पाद पृष्ठ, सेवन बिना नाही श्रेष्ठ। कृष्णर पाद पद्म जले, प्रवेश जाई गंगा कूले। श्रीकृष्ण चरण तुलसी, पाद उदक रे जे मिसी। अति पवित्र बहे बारी, उभय लोक पाप हरि। प्राणीर प्राण त्याग काले, केबा न बसे तार कूले। पांडव वंशे कीर्ति कर, सकल राजा मध्यवर। से सुर नदी तीरे जाई, चित्ते गोविंद पद ध्याई। विषय संग दूर करी, अन्न उदक परिहरी। मुनिंग व्रते से निश्चले, मन निवेशी गंगा जले।
ସେ କଥା ଶୁଣି ମୁନି ଜନେ ଯେଅବା ଥିଲେ ଗିରିବନେ ନିଜ ନିବାସ ଉପେକ୍ଷିଲେ ହସ୍ତିନା ନଗରେ ମିଳିଲେ ଯେଅବା ଥିଲେ ଯେଉଁ ଦେଶେ ଯାହାଙ୍କୁ ଦେଖିବାର ଆସେ ସଙ୍ଗତେ ଘେନି ଶିଷ୍ୟଗଣ ଅପରେ ଅଶେଷ ବ୍ରାହ୍ମଣ ତାଙ୍କ ମହିମା କେବା କହେ ତୀର୍ଥ ପବିତ୍ର ତାଙ୍କ ଦେହେ ତୀର୍ଥ ଗମନ ଛଳ କରି ପ୍ରବେଶ ଜହି ଦଣ୍ଡଧାରୀ ଅତି ବଶିଷ୍ଠ ରିଷ୍ଟ ନେବି ଚୈବନ ଭର ଦ୍ୱାଜ ଘେନି ଭୃଗୁ ଅଙ୍ଗିରା ପରାଶର ଉତଥ୍ୟ ଗାଧୀର କୁମର ଇନ୍ଦ୍ର ପ୍ରମୋଦ ମେଧାତିଥି ଦେବଳ ଆଷ୍ଟି ସେଣ ଜ୍ୟୋତି ସୁବାହୁ ଭର ଦ୍ୱାଜ ଶିଷ୍ୟ ଗୌତମ ମୈତ୍ରେୟ କବଶ ପିଷ୍ପଳାୟନ ଅର୍ବମୁନି ବ୍ୟାସ ନାରଦ କୁମ୍ଭଜୋନି ଦେବର୍ଷି ରାଜର୍ଷି ମହର୍ଷି ଅପରେ ଯେତେକ ବ୍ରହ୍ମର୍ଷି ସକଳ ଋଷି ଏକ ମେଳେ ମିଳିଲେ ଜାହ୍ନବୀର କୂଳେ ତାହାଙ୍କୁ ଦେଖି ପରଖିତ କପାଳେ ଦେଇ ବେନି ହସ୍ତ କାନ୍ଦିଲା ମୁନି ଗଣପାଦେ ଆନନ୍ଦେ ଅଶ୍ରୁ ଗଦ ଗଦେ ସୁଖେ ବସିଲେ ମୁନି ଗଣେ ପୁଣି ରାଜା ପରମାଣେ କର ଅଞ୍ଜଳି ଶିରେ ଦେଇ ବୋଲଇ କୃତ କୃତ୍ୟ ହୋଇ ରାଜା ପରୀକ୍ଷିତ ଉବାଚ ରାଜାଙ୍କ ମଧ୍ୟରେ ମୋ ଜୀବନ ନିଶ୍ଚୟ ଜାଣିଲି ଧନ୍ୟ ଧନ୍ୟ ମୋହର ପ୍ରାଣ ଯିବା ବେଳେ ମହନ୍ତ ଜନେ ବିଜେ କଲେ ବ୍ରାହ୍ମଣ ପାଦ ଜହି ଧୋଇ ସେ ସ୍ଥାନେ ନିଜ ଶିର ଦେଇ କ୍ଷତ୍ରିୟ ସ୍ୱଭାବ ଏମନ୍ତ ଆଗମ ନିଗମେ ଉକତ ଯେ ଏହା ଲଙ୍ଘେ ଦୃଷ୍ଟପଣେ ଦୁଃଖିତ ହୋଇ ତତ୍କ୍ଷଣେ ସେ ବିପ୍ରେ ଆସି ଯାର ପାଶେ ବସନ୍ତି ମନର ହରସେ ତାହାର ଭାଗ୍ୟ କି କହିବା ଯାହା ନ ପାନ୍ତି ସୁର ଦେବା ଅପରାଧ କଲି ବିପ୍ରକୂଳେ ଦେଖ ମୋହର ଅନ୍ତକାଳେ ସର୍ବ ବିଷୟ ସଙ୍ଗ ତେଜି ବିଷ୍ଣୁ ଚରଣେ ଚିତ୍ତ ମଜି ତୁମ୍ଭେ ଅଶେଷ ବ୍ରହ୍ମ ଋଷି ମିଳିଲ ମୋର ପାଶେ ଆସି ବ୍ରାହ୍ମଣ శాପ କୋପାନଳ ଏ ମୋର ବୈରାଗ୍ୟର ମୂଳ ଯେ କର୍ମ କଲେ ଏ ସଂସାରେ ପ୍ରାଣୀ ତରନ୍ତି ମାୟା ଘୋରେ ତୁମ୍ଭର ଅନୁଗ୍ରହେ ସେବି ପ୍ରସନ୍ନ ହେଉ ଗଙ୍ଗା ଦେବୀ କୃଷ୍ଣ ଚରଣେ ମତି ହେଉ କୁହୁକ ତକ୍ଷ କବା ଖାଉ ତେଣେ ସଂଶୟ ନାହିଁ ମୋର ସକଳେ କୃଷ୍ଣ କଥା କର କୃଷ୍ଣ ବିଷୟ ହେଉ ମତି ତାର ସେବକ ସଙ୍ଗ ଗତି ମୋହର କର୍ମ ଫଳ ଲଇ ଜନ୍ମ ଲଭିବି ଜହିଁ ତହିଁ
ମୁଁ ତ ହିଁ କୃଷ୍ଣ ଦାସ ପଣେ ସେବିବି ଅଭୟ ଚରଣୀ ଶରଣାଗତ ବୋଲି ମୁହିଁ ହେବି ପ୍ରେଭାବ ଦୟା ବହି ସକଳ ଯିବେ ମିତ୍ର ଭାବ ଯେମନ୍ତେ ହୋଇବ ସମ୍ଭବ ଏମନ୍ତ ମତେ ଦିଅ ବର ତୁମ୍ଭ ଚରଣେ ନମସ୍କାର ଏମନ୍ତ ମୁନିଙ୍କି ଜଣାଇ କୃଷ୍ଣ ଚରଣେ ମନ ଦେଇ ଜାହ୍ନବୀ ତୀରେ କୁଶ ସଜ୍ଜା ଶୟନ ଅର୍ଥେ କଲେ ରାଜା ପୂର୍ବ ଦିଗକୁ ଶିର କରି ଉତ୍ତର ମୁଖେ ଦଣ୍ଡଧାରୀ ଗଙ୍ଗା ଦକ୍ଷିଣ କୂଳେ ଶୋଇ କାରୁଣ୍ୟ ଜଳେ ଦୃଷ୍ଟି ଦେଇ ଏ ଜନ୍ମେ ଜୟ ସୁତ ତାର ତାସିରେ ଦେଇ ରାଜ୍ୟଭାର ଅଶେଷ ଋଷି ଗଣ ମଧ୍ୟେ ମନ ନିବେଶୀ କୃଷ୍ଣ ପାଦେ ଆକାଶେ ଥାଇ ଦେବଗଣେ ଆନନ୍ଦେ ପୁଷ୍ପ ବରଷଣେ ଦୁନ୍ଦୁଭି ବାଦ୍ୟ ନାଦ ତୁଲେ ସାଧୁ ସବଦେ ସ୍ତୁତି କଲେ ଯେ ମୁନି ଗଣେ ଗଙ୍ଗା କୂଳେ ଥିଲେ ଯେ ପରକ୍ଷିତ ମେଳେ ଗଗନେ ସାଧୁ ସାଧୁ ବାଣୀ ଆନନ୍ଦେ ମୁନି ଗଣ ଶୁଣି ସାଧୁ ସବଦେ ଉଚ୍ଚ ସ୍ୱରେ ଦିଶ ପୁରିଲା ଗଙ୍ଗା ତୀରେ ଋଷି ଏ ଅନୁଗ୍ରହ ମୁଖେ କହନ୍ତି ଏକ କୁଆରକେ ଏ ସାଧୁ ରାଜା ବିଚକ୍ଷଣ ଅକାଳେ ଲଭିବ ମରଣ ଦେଖ ଏହାର ଭାଗ୍ୟ ବଳେ ମୁନିଙ୍କ ମଧ୍ୟରେ ଅନ୍ତକାଳେ ଯାର ଆସ୍ଥାନେ ସର୍ବରାଜା ଶିର ନୁଆଇଁ କଲେ ପୂଜା ସେ ରାଜା କାଳେ ହରି ଭାବେ ପଶିବ ଜନ୍ମର ସ୍ୱଭାବେ ଏ ନରପତି ଯେତେ ଦିନେ ପ୍ରାଣ ଛାଡ଼ିବ ବିଷ୍ଣୁ ଧ୍ୟାନେ ସୁଖେ ଲଭିବ ବିଷ୍ଣୁ ଲୋକ ଯେ ସ୍ଥାନ ବିମୋହ ବିଶୋକ ଆମ୍ଭେ ସକଳେ ଏହି ସ୍ଥାନେ ବଞ୍ଚିବା ଫଳ ଜଳପାନେ ଏ ଭାଗବତଙ୍କ ଉତ୍ତମ ନିଶ୍ଚୟ ଲଭିବ ପ୍ରେମ ଧାମ ଏମନ୍ତ ଋଷି ମୁଖୁ ଶୁଣି ଅମୃତ ସମ ସାଧୁ ବାଣୀ ରାଜା ମଣିଲା ସତ୍ୟ ପ୍ରାୟ ଛାଡ଼ିଲା ସକଳ ସଂଶୟ ବିଷ୍ଣୁ ଚରଣ ସେବା ଫଳେ ଅଶେଷ ପ୍ରାଣୀ ମହିତଳେ ପୂର୍ବେ ଲଭିଲେ ହରି ଭାବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ ଦେଖ ମୋହର ଭାଗ୍ୟ ବସୁ ସର୍ବେ ମିଳିଲେ ସର୍ବଦେଶୁ ବେଦେ ଯେ ମନ୍ତେ ଦେହବନ୍ତେ ସ୍ୱର୍ଗରେ ଦେବଙ୍କ ଅଗ୍ରତେ ବସି କହନ୍ତି ନାନା ଧର୍ମ ଯେ ବର୍ଣ୍ଣେ ଯେବା ନିଜ କର୍ମ ଯେ ଫଳ ଇହ ପରଲୋକେ ପ୍ରାଣୀ ଲଭନ୍ତି ଦୁଃଖ ମୁଖେ ତେମନ୍ତେ ଅନୁଗ୍ରହ ଚିତେ ତୁମ୍ଭେ আগত ପରହିତେ ଏ ବିନେ ନାହିଁ କାର୍ଯ୍ୟାର ଏ ନିଜେ ସ୍ୱଭାବ ତୁମ୍ଭର ତୁମ୍ଭଙ୍କୁ ପଚାରଇ ମୁହିଁ ମରଣେ ଅନ୍ତର୍ଜଳେ ଥାଇ ଏବେ କି କୃତ୍ୟ ଅଛି ମୋତେ କହ ସକଳେ ଶୁଦ୍ଧ ଚିତେ ଏ ଘୋର ସଂସାର ସାଗରେ ମରଣୁ କିବା କରିତରେ ଏମନ୍ତ ପୁଛୁ ରାଜ ଋଷି ସୁଖ ମିଳିଲେ ବେଗେ ଆସି ମହି ଭ୍ରମଣ ଇଚ୍ଛା ସୁଖେ
শ্রীকৃষ্ণ নাম গাই মুখে আশ্রম চিহ্ন হীন অঙ্গ ক্ষণ ক্ষণকে নানা রঙ্গ নিরতে নিজ লাভে তোষ স্বভাবে অবধূত বেশ বেষ্টিত বালক সমূহে কিবা উপমা দেবা দেহে স্বভাবে ষোড়শ অবধ স্কন্দর সুকুমার পাদ কর যুগল বাহু অংশ উন্নত সুন্দর সুনাংশ নিবিড় বেনি উরুসাজে সুন্দর কপোল বিরাজে আয়ত চক্ষু চারু কর্ণ সুগ্রীব সুন্দর আনন মানসে নিগুঢ় যতু সাজে তুঙ্গ বক্ষস্থল বিরাজে ত্রিবলা কুক্ষি মনোহর আবর্ত নাভি সুগভীর বিকীর্ণ কেশ দিগম্বর বিভূতি ভূষণ শরীর প্রলম্ব ভুজ জানু যায় দিশে অম্বর বর প্রায় শরীর বর্ণ রুচি শ্যাম রূপে তুলিত নোহে কাম কিয় বা দেবা পটান্তর কামিনী জন মনোহর এমন্ত রূপ তাঙ্ক দেখি মুনি ଏ ଆସନ ଉପେକ୍ଷି ଜାଣନ୍ତି ତାହାଙ୍କ ଲକ୍ଷଣ ସେ ଯୋଗୀ କୃଷ୍ଣ ପରାୟଣ ସୁକ ଆଗମ ଦେଖି ରାଜା ତକ୍ଷଣେ ଆଣି ଅର୍ଘ୍ୟ ପୂଜା ବିନୟ ଭାବେ ଦଣ୍ଡଧାରୀ ଚରଣେ ନମସ୍କାର କରି ସ୍ତ୍ରୀ ବାଳକ ଯେତେ ଥିଲେ তা দেখি ভয়ে বাহুড়িলে রাজা পূজিলা মন তো সে সুখ বসিলে রাজা পাশে বেষ্টিত ঋষি গণ মধ্যে সে সুখ বসিলে আনন্দে শশাঙ্ক জেনে তারা মেলে বিরাজে গগন মণ্ডলে প্রশান্ত চিত্ত মুনিবর অকুণ্ঠ ধিষণা যাহার যে মুনি পাদে নমস্কার করি যোড়িলা ভেনি কর ନିର୍ମଳ ବାକ୍ୟ ସୁଧାଧାର ମୁନିଙ୍କି ଚାହିଁ ନୃପବର ପୁଛଇବେନି କର ଯୋଡ଼ି ଚରଣେ ପୁଣ ପୁଣ ପଡ଼ି ରାଜା ପରୀକ୍ଷିତ ଉବାଚ আজ মোহর জন্ম ধন্য ক্ষত্রিয় বংশে বিদ্যমান তুম্ভে অতিথি রূপে আসি ନିର୍ମଳ ଚିତ ବ୍ରହ୍ମ ଋଷି ଦେଖି ମୋ ଆତ୍ମା କୃତ କୃତ୍ୟ ଦେହକୁ କଲି ତୀର୍ଥଭୂତ ଯାହାର ସ୍ମରଣ ବିଶ୍ୱାସ ପବିତ୍ର କରେ ଗୃହୀବାସ ତାହାର ଦର୍ଶନ ମାତ୍ରେ ଦୁରିତ ନର ହୋଇ ଗାତ୍ରେ ସ୍ପରଶ ପାଦ ଜଳ ଜହି সকল তীর্থ ফল তহি আজ জীবন মোর ধন্য দেখিলি তুম্ভর বদন যেতে দূরিত দেহে থিলা তুম্ভ সান্নিধ্যে দূর গলা বিষ্ণুর তেজ মহাঘোরে যেমন্তে নিশন্তি অসুরে আজ মଣିলি মতে হরি পাণ্ডব স্নেহে প্রীতি করি বান্ধব প্রিয় ব্রহ্মরাশি জেনে পাণ্ডব গৃহে আসি তাহাঙ্ক গোত্র যেণু মুহি তেণু সহদয় মোর দেহি কৃষ্ণর দয়া যেণু হই তুম্ভ দর্শনে যোগ্য মুহি অব্যক্ত গতি যে তুম্ভর কে তাহা করিব গোচর মরণ কালে তুম্ভ সঙ্গ
ତରିଲି ଏ ଭବ ତରଙ୍ଗ ଯୋଗୀଙ୍କ ସଙ୍ଗେ ତୁମ୍ଭେ ଗୁରୁ ଯେହ୍ନେ ଅଚଳ ମହାମେରୁ ଦେଖ ମୋ ଜୀବ ଯିବା କାଳେ କିବା ସାଧିବି ମହି ତଳେ କିବା ଶୁଣିବି କର୍ଣ୍ଣ ପଥେ ସ୍ମରଣ କି କରିବି ଚିତେ କିବା ବଦନେ ଉଚ୍ଚାରଣ ଭଜିବି କାହାର ଚରଣ ତୁମ୍ଭେ ଯେ ପ୍ରାଣୀଙ୍କର ଦ୍ୱାରେ ଦଣ୍ଡେ ନ ରହ ମନ ସ୍ଥିରେ ଗୋଦୋହ ମାତ୍ରେ ତୁମ୍ଭ ଗତି ଏଣୁ ମୋହର ମନେ ଭ୍ରାନ୍ତି କହନ୍ତି ସୁତ ଶୁଦ୍ଧ ମନେ ଶୁଣ ସକଳ ମୁନି ଜନେ ସୁତ ଉବାଚ ଏମନ୍ତେ ପରୀକ୍ଷିତ ବାଣୀ ଆନନ୍ଦେ ସୁକ ମୁନି ଶୁଣି ହରସେ ମୁଦ୍ରିତ ଲୋଚନ ଚିତେ ଚିନ୍ତିଲେ ଭଗବାନ ସେ ମୁନି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ ପ୍ରଥମ ସ୍କନ୍ଧେ ଭାଗବତ ବର୍ଣ୍ଣଇ ଦାସ ଜଗନ୍ନାଥ। इति श्रीमद्भागवते महापुराणे परमहंस्यां संहितायां वैशाखिक्या प्रथम स्कंदे शुकागमनो नाम 19 अध्याय।